ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଯେତେବେଳେ ଆମ ଘରେ ଗୋଟେ ଝିଅଟିଏ ଜନ୍ମ ନିଏ, ସେ ସମୟରେ ସବୁବେଳେ ଆମର ଗୋଟେ ଚିନ୍ତା ଥାଏ ଯେ ଝିଅର ଆପଣମାନଙ୍କର ଯେତେବେଳେ ବଡ଼ ହେବ, ତାର ମ୍ୟାରେଜ୍ କେମିତି ହେବ, ତାର ପାଠପଢ଼ା ପାଇଁ ଟଙ୍କା କେଉଁଠୁ ଆସିବ, ଏମିତି ବହୁତ ସାରା ଆମେ ଯଦି ଦେଖିବା ଗ୍ରାମାଞ୍ଚଳର ଯେଉଁ ବାପା ମା ମାନେ ରହିଛନ୍ତି, ସେମାନଙ୍କ ମନରେ ଝିଅ ଜନ୍ମ ହେଲା ପରେ ଏହିସବୁ ଚିନ୍ତା ଥାଏ। କିନ୍ତୁ ଯଦି ଆପଣମାନେ ନିଜ ଝିଅର ଭବିଷ୍ୟତ ଉଜ୍ଜଳ କରିବା ପାଇଁ ଚାହୁଁଛନ୍ତି ବା ତାର ଭବିଷ୍ୟତର ପାଠପଢ଼ା ହଉ, ତାର ମ୍ୟାରେଜ୍ ସମୟରେ କିଛି ଟଙ୍କା ଆପଣମାନଙ୍କର ଯେଉଁ ଆବଶ୍ୟକତା ହେଇଥାଏ, ସେସବୁ ଟଙ୍କା ଆପଣମାନେ ଯଦି ପ୍ରଥମ ଦିନରୁ ସେଭିଂ କରିବେ, ତାହେଲେ ଆପଣମାନଙ୍କୁ କୌଣସି ପ୍ରକାର ଚିନ୍ତା ଯାହାକି ନେବା ପାଇଁ ପଡ଼ିବ ନାହିଁ। ତେଣୁ ଏହିସବୁ ଚିନ୍ତାରୁ ମୁକ୍ତି କରିବା ପାଇଁ ଆପଣମାନଙ୍କ ପାଇଁ ପୋଷ୍ଟ ଅଫିସରେ ସୁକନ୍ୟା ସମୃଦ୍ଧି ଯୋଜନାର ଏକାଉଣ୍ଟଟିଏ ରହିଛି। ତ ସୁକନ୍ୟା ସମୃଦ୍ଧି ଯୋଜନା, ଯେଉଁଟାକି 2015 ମସିହାରେ ଆମର କେନ୍ଦ୍ର ସରକାରଙ୍କ ତରଫରୁ ବେଟି ବଚାଓ ବେଟି ପଢ଼ାଓ ଯେଉଁ ଆପଣମାନଙ୍କର ଯୋଜନାଟି ଥିଲା, ତାହା ଅଧୀନରେ ପୋଷ୍ଟ ଅଫିସ୍ ଏବଂ ବିଭିନ୍ନ ପ୍ରକାର ବ୍ୟାଙ୍କରେ ଝିଅ ପିଲାମାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାର ଏକାଉଣ୍ଟ ଆରମ୍ଭ କରାଯାଇଥିଲା। ଯେଉଁଥିରେ 10 ବର୍ଷରୁ କମ୍ ବୟସର ଭାରତରେ ରହୁଥିବା ଯେକୌଣସି ଝିଅ ନାମରେ ଆପଣମାନେ ପୋଷ୍ଟ ଅଫିସ୍ କିମ୍ବା ଏସ୍‌ବିଆଇ ହଉ ବା ଯେକୌଣସି ବ୍ୟାଙ୍କ ହଉ, ଆପଣମାନେ ସେଠି ସୁକନ୍ୟା ସମୃଦ୍ଧି ଯୋଜନାର ଏକାଉଣ୍ଟଟି ଓପନ୍ କରିପାରିବେ। ଯେଉଁ ଏକାଉଣ୍ଟ ଖୋଲିବା ପାଇଁ ହେଲେ ଆପଣମାନଙ୍କୁ ମାତ୍ର £250 ଯେଉଁଟାକି ଡିପୋଜିଟ୍ କରିବା ପାଇଁ ପଡ଼ିଥିବ ଏବଂ ଏଇ £250 ଆପଣମାନେ ଯଦି ଡିପୋଜିଟ୍ କରି ଏକାଉଣ୍ଟଟି ଓପନ୍ କରିଦେଉଛନ୍ତି, ତାହେଲେ ଏହି ଏକାଉଣ୍ଟରେ ଆପଣମାନେ ପାଖାପାଖି 70 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯେଉଁଟାକି ନିଜ ଝିଅ ପାଇଁ ସେଭିଂ କରିପାରିବେ। ତେଣୁ ଆସନ୍ତୁ, ଆଜିର ଏହି ଭିଡ଼ିଓରେ ଆମେ ପୋଷ୍ଟ ଅଫିସରେ ଥିବା ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ଆପଣମାନେ କେମିତି ସୁକନ୍ୟା ସମୃଦ୍ଧି ଯୋଜନାର ଏକାଉଣ୍ଟ ଖୋଲିବେ, ଏହି ଏକାଉଣ୍ଟ ଓପନ୍ କଲା ପରେ ଆପଣମାନେ ଟଙ୍କା ଡିପୋଜିଟ୍ କଲେ କେମିତି 3 ଗୁଣ ଆପଣମାନଙ୍କର ରିଟର୍ନ ମିଳିପାରିବ, ସବୁକିଛି ଡିଟେଲ୍ସ ଆପଣମାନଙ୍କୁ ଭିଡ଼ିଓରେ କହିବି। ତେଣୁ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍‌କୁ କ୍ଲିକ୍ କରିଦେବେ ଏବଂ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଯଦି ଏହି ଭିଡ଼ିଓଟି ଦେଖୁଛନ୍ତି, ନିହାତି ଆପଣମାନେ ଫଲୋ କରିଦେବେ, ଯାହାଦ୍ୱାରା କି ଆଗକୁ ବହୁତ କିଛି ଇମ୍ପୋର୍ଟାଣ୍ଟ ଅପଡେଟ୍ ଆପଣମାନେ ଆମ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ତ ଦେଖନ୍ତୁ, ଯୋଉଟାକି ମୁଁ ଆପଣମାନଙ୍କୁ ସର୍ବପ୍ରଥମେ କହିଲି ଯେ ଯେତେବେଳେ ଘରେ ଗୋଟେ ଝିଅଟିଏ ଜନ୍ମ ହୁଏ, ସେ ସମୟରେ ଆମ ଗ୍ରାମାଞ୍ଚଳରେ ସାଧାରଣତଃ ଯଦି ଆମେ ଦେଖିବା, ବାପା ମା ମାନେ ବହୁତ କିଛି ଚିନ୍ତା କରିଥାନ୍ତି ଯେ ଆମର ଝିଅ ଜନ୍ମ ହେଲା, ତାର ମ୍ୟାରେଜ ସମୟରେ ବହୁତ କିଛି ଟଙ୍କା ଲାଗିବ, ତାର ପାଠପଢ଼ା ପାଇଁ କେମିତି ଆମେ ସେଭିଂ କରିବା। ତା ପାଇଁ ଝିଅ ଜନ୍ମ ହବାର ପ୍ରଥମ ଦିନରୁ ଆପଣମାନେ ଯଦି ସୁକନ୍ୟା ସମୃଦ୍ଧି ଯୋଜନାର ଏକାଉଣ୍ଟ ବା ଏସ୍ଏସ୍ଏ ଆକାଉଣ୍ଟଟି ଓପନ୍ କରୁଛନ୍ତି, ତାହେଲେ ଏହାର ବେନିଫିଟ୍ ଆପଣମାନେ ସେ ସମୟରେ ପାଇପାରିବେ ଯେତେବେଳେ ଆପଣମାନଙ୍କର ଝିଅ 21 ବର୍ଷରେ ପହଞ୍ଚିବ। ସେ ସମୟରେ ଆପଣମାନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯେତେ ବି ଟଙ୍କା ଆପଣମାନେ ରଖିଥିବେ, ତାର 3 ଗୁଣ ଆପଣମାନଙ୍କୁ ରିଟର୍ନ ମିଳିବ। ତେଣୁ ସୁକନ୍ୟା ସମୃଦ୍ଧି ଯୋଜନାର ଏକାଉଣ୍ଟର ଡିଟେଲ୍ସ ଆମେ ଜାଣିବା, କେମିତି ଆପଣମାନେ ଏକାଉଣ୍ଟ ଖୋଲିବେ, କ'ଣ କ'ଣ ଡକୁମେଣ୍ଟ ଆବଶ୍ୟକତା ଅଛି ଏବଂ ଏଥିରେ ସବୁଠାରୁ ଆପଣମାନଙ୍କର ଯେଉଁ ଇଣ୍ଟରେଷ୍ଟ ରେଟ୍ ରହିଛି, ତ ସେ ଇଣ୍ଟରେଷ୍ଟ ରେଟ୍ ବିଷୟରେ ମଧ୍ୟ ଆମେ ଡିଟେଲ୍ସ ଆଲୋଚନା କରିବା। ତ ସର୍ବପ୍ରଥମେ ଦେଖନ୍ତୁ, ଆପଣମାନଙ୍କର ଯେଉଁ ସୁକନ୍ୟା ସମୃଦ୍ଧି ଯୋଜନାର ଏକାଉଣ୍ଟ ରହିଛି ବା ସୁକନ୍ୟା ସମୃଦ୍ଧି ଏକାଉଣ୍ଟ ରହିଛି, ଏହାର ଇଣ୍ଟରେଷ୍ଟ ରେଟ୍ ଯଦି କଥା ହେବା, ବାର୍ଷିକ ଆପଣମାନଙ୍କୁ 8.2% ପର୍ ଏନମ୍ ଯେଉଁଟାକି ଇଣ୍ଟରେଷ୍ଟ ମିଳିବ। ତେଣୁ ଯେକୌଣସି ପୋଷ୍ଟ ଅଫିସ୍ ସ୍କିମ୍ ହେଉ ବା ବ୍ୟାଙ୍କର ସ୍କିମ୍ ହେଉ, ସବୁଠାରୁ ଅଧିକ ସୁଧ ପ୍ରଦାନ କରୁଥିବା ସ୍କିମ୍ ହେଉଛି ଏସ୍ଏସ୍ଏ ଆକାଉଣ୍ଟ ବା ସୁକନ୍ୟା ସମୃଦ୍ଧି ଯୋଜନାର ଏକାଉଣ୍ଟ। ଯେଉଁଥିରେ ଗୋଟିଏ ଫାଇନାନ୍ସିଆଲ ଇୟର୍ରେ ଆପଣମାନେ ମିନିମମ୍ £250 ଆରମ୍ଭ କରି 1,50,000 ପର୍ଯ୍ୟନ୍ତ ଆପଣମାନଙ୍କ ଝିଅ ନାମରେ ଯାହାକି ଟଙ୍କା ସେଭିଂ କରିପାରିବେ। ଯୋଉଟାକି ଆପଣମାନେ ମିନିମମ୍ £250 ଏକାଉଣ୍ଟଟିଏ ଓପନ୍ କଲେ ଆପଣମାନଙ୍କ ସୁବିଧା ଅନୁସାରେ ପ୍ରତ୍ୟେକ ବର୍ଷ ମ୍ୟାକ୍ସିମମ୍ ଆପଣମାନେ 1,50,000 ପର୍ଯ୍ୟନ୍ତ ନିଜ ଝିଅ ନାମରେ ସେଭିଂ କରିବେ। ଏବଂ ଏହାର ଏଲିଜିବୁଲ୍ କ୍ରାଇଟେରିଆ ବିଷୟରେ ଯଦି ଆମେ କଥା ହେବା ଯେ କୋଉମାନେ ଏଠି ଏକାଉଣ୍ଟ ଖୋଲିବେ, ନା ଭାରତର ଯେକୌଣସି ନାଗରିକ ଅର୍ଥାତ୍ ଭାରତୀୟ ବାସିନ୍ଦା ହେଇଥିବା ଦରକାର। ତାଙ୍କ ଝିଅ ନାମରେ ଆପଣମାନଙ୍କର ସୁକନ୍ୟା ସମୃଦ୍ଧି ଯୋଜନାର ଏକାଉଣ୍ଟ ଓପନ୍ କରାଯିବ ଏବଂ ଯେଉଁ ସୁକନ୍ୟା ସମୃଦ୍ଧି ଯୋଜନାର ଏକାଉଣ୍ଟଟି ଓପନ୍ କରିବେ, ଆପଣମାନେ ପୋଷ୍ଟ ଅଫିସ୍ ହଉ, ବ୍ୟାଙ୍କ ହଉ ବା ଯେକୌଣସି ଜାଗାରେ କେବଳ ଗୋଟିଏ ହିଁ ସୁକନ୍ୟା ଯୋଜନାର ଏକାଉଣ୍ଟ ଓପନ୍ କରିପାରିବେ ଏବଂ ଗୋଟିଏ ପରିବାରରେ ଆପଣମାନଙ୍କର ମ୍ୟାକ୍ସିମମ୍ ଦେଖନ୍ତୁ 2ଟି ଝିଅ ନାମରେ ଆପଣଙ୍କର ସୁକନ୍ୟା ସମୃଦ୍ଧି ଯୋଜନାର ଏକାଉଣ୍ଟ ଓପନ୍ ହେଇପାରିବ। ଯଦି ଇନ୍ କେସ୍ ଅଫ୍ ଯଦି ଟୁଇନ୍ସ ଥିବେ, ତାହେଲେ ସେଠି ଆପଣମାନଙ୍କର 3ଟି ଏକାଉଣ୍ଟ ସୁକନ୍ୟା ସମୃଦ୍ଧି ଯୋଜନାର ଗୋଟିଏ ଫ୍ୟାମିଲି ମେମ୍ବର ତିଆରି କରିପାରିବେ। ଏବଂ ଏହି ଏକାଉଣ୍ଟ ଯେତେବେଳେ ଆପଣମାନଙ୍କର ଓପନ୍ କରୁଛନ୍ତି, ଝିଅର ବୟସ କେତେ ଥିବା ଦରକାର ଦେଖନ୍ତୁ, 1ରୁ 10 ବର୍ଷ ଭିତରେ ହେଇଥିବା ଦରକାର
ଏବଂ ସବୁବେଳେ ଆପଣମାନେ ଟ୍ରାଏ କରିବେ ଯେଉଁମାନେ ବି ଭିଡ଼ିଓ ଦେଖୁଛନ୍ତି ଆପଣମାନଙ୍କ ଏରିଆରେ ଯେଉଁମାନେ ବି ଝିଅଟିଏ ଜନ୍ମ ହେଉଛି ଯାହାଙ୍କ ଘରେ ତାଙ୍କୁ ଫାଷ୍ଟ ଆପଣମାନେ ଆପଣମାନଙ୍କର କ'ଣ ଦେବେ ନା ଆପଣମାନଙ୍କର ଗୋଟେ ସୁକନ୍ୟା ସମୃଦ୍ଧିର ଆକାଉଣ୍ଟ ଓପନ୍ କରିବା ପାଇଁ ଆପଣମାନେ କହିବେ କାରଣ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟଟି ଯଦି ପ୍ରଥମ ଦିନରୁ ଆପଣମାନେ ଓପନ୍ କରିଦେଉଛନ୍ତି ପରବର୍ତ୍ତୀ ସମୟରେ ବହୁତ ସାରା ବେନିଫିଟ୍ ଆପଣମାନେ ପାଇପାରିବେ। ଏଇଟା ଗଲା କେଉଁମାନେ ଆକାଉଣ୍ଟ ଓପନ୍ କରିପାରିବେ। ଏବେ ଦେଖନ୍ତୁ ଡିପୋଜିଟ୍ ବହୁ ଜଣଙ୍କର ଗୋଟେ କନଫ୍ୟୁଜନ୍ ଥାଏ ଯେ ମୁଁ ଆପଣମାନଙ୍କୁ ଯେଉଁଟାକି କହିଲି 250 ଟଙ୍କାରେ ଆମେ ମିନିମମ୍ 250 ଟଙ୍କା ଡିପୋଜିଟ୍ କରି ଆକାଉଣ୍ଟ ଓପନ୍ କରିଦେଲୁ। ଏଥିରେ ଆମେ ପ୍ରତ୍ୟେକ ମାସ ଟଙ୍କା ଡିପୋଜିଟ୍ କରିବା ବା ଆପଣମାନଙ୍କର ଯେଉଁଟାକି ଗୋଟେ ମେନ୍ ଡର ଥାଏ ଯେ ଆମେ ଯେତିକି ଟଙ୍କାର ଆକାଉଣ୍ଟ କରୁଛୁ ପ୍ରତ୍ୟେକ ମାସ ଆମେ ସେତିକି ଟଙ୍କା ଡିପୋଜିଟ୍ କରିବୁ କି? ଦେଖନ୍ତୁ ସେମିତି କିଛି ନାହିଁ। ସୁକନ୍ୟା ସମୃଦ୍ଧି ଯୋଜନାରେ ଆପଣମାନେ ଆକାଉଣ୍ଟ ଓପନ୍ କଲା ପରେ ଗୋଟିଏ ମାସରେ ଆପଣମାନେ ଯେତେ ବି ଟଙ୍କା ପାରିବେ ଡିପୋଜିଟ୍ କରିପାରିବେ। 2 ମାସ ଛାଡ଼ି ଡିପୋଜିଟ୍ କରିପାରିବେ ବା ବର୍ଷକୁ ଏକା ଥରେ ମଧ୍ୟ ଚାହିଁଲେ ଡିପୋଜିଟ୍ କରିପାରିବେ। କିନ୍ତୁ ମନେ ରଖନ୍ତୁ ଆପଣମାନଙ୍କର ବର୍ଷ ସାରାର ଯେତେ ବି ଡିପୋଜିଟ୍ ହବ ତାହା 1,50,000 ଟଙ୍କା ଭିତରେ ହେଇଥିବା ଦରକାର। ଏଇଟା ମଧ୍ୟ କନଫ୍ୟୁଜନ୍ ଆପଣମାନେ ହେବେନି। ବହୁତ ଜଣ ଭାବନ୍ତି ଯେ ମାସକୁ ଆମେ ଡିପୋଜିଟ୍ କରିବା ପାଇଁ ପଡ଼ିବ। ସେମିତି କିଛି ନାହିଁ। ଚାଷୀ ଭାଇ ଭଉଣୀମାନେ ଯେତେବେଳେ ବି ତାଙ୍କର ଫସଲ ଅମଳ କରୁଛନ୍ତି ସେ ଟାଇମ୍‌ରେ ୱାନ୍ ଟାଇମ୍ ମଧ୍ୟ ଆପଣମାନେ ବର୍ଷକୁ ଥରେ ମଧ୍ୟ ସୁକନ୍ୟା ସମୃଦ୍ଧି ଯୋଜନାରେ ଟଙ୍କା ଡିପୋଜିଟ୍ କରିପାରିବେ। ଏବଂ ଏହି ଆକାଉଣ୍ଟ ଆପଣମାନଙ୍କୁ 15 ବର୍ଷ ପର୍ଯ୍ୟନ୍ତ ଯୋଉଟାକି କଣ୍ଟିନ୍ୟୁ କରିବା ପାଇଁ ପଡ଼ିବ। ଅର୍ଥାତ୍ ଆକାଉଣ୍ଟ ଯେବେ ବି ଆପଣମାନଙ୍କର ଓପନ୍ ହେଲା ସେଇ ଦିନଠାରୁ 15 ବର୍ଷ ପର୍ଯ୍ୟନ୍ତ ଏଥିରେ ଆପଣମାନେ କ'ଣ କରିବେ ନା ଟଙ୍କା ଡିପୋଜିଟ୍ କରିବେ। 15 ବର୍ଷ ଡିପୋଜିଟ୍ କଲା ପରେ ଆଉ 6 ବର୍ଷ ଆପଣମାନଙ୍କୁ କୌଣସି ଡିପୋଜିଟ୍ କରିବା ପାଇଁ ପଡ଼ିବ ନାହିଁ। ଯେତେବେଳେ ଆକାଉଣ୍ଟକୁ 21 ବର୍ଷ ହବ, ମନେ ରଖନ୍ତୁ ଆକାଉଣ୍ଟକୁ ଯେତେବେଳେ 21 ବର୍ଷ ହବ, ଆକାଉଣ୍ଟ ଓପନିଂର 21 ବର୍ଷ ପରେ ଟୋଟାଲ ଏଠି ଆପଣମାନେ ମ୍ୟାଚୁରିଟି ପାଇପାରିବେ। ଏହା ସହିତ ଏଥିରେ ପ୍ରିମେଚ୍ୟୁର କ୍ଲୋଜ୍‌ର ମଧ୍ୟ ବ୍ୟବସ୍ଥା ଅଛି। ସେ ବିଷୟରେ ମୁଁ ଆପଣମାନଙ୍କୁ କହିବି। ଆଉ ଗୋଟିଏ ବେନିଫିଟ୍ ଦେଖନ୍ତୁ, ଏଠି ଆପଣମାନଙ୍କର ଇନକମ୍ ଟ୍ୟାକ୍ସ 80C ଅନୁସାରେ ଆପଣମାନଙ୍କର ଯେଉଁ ଡିପୋଜିଟ୍‌ଟି ଡିଡକ୍ସନ୍ ହବ ସେ ବିଷୟରେ ମଧ୍ୟ ରହିଛି। ତାପରେ ଦେଖନ୍ତୁ ୱିଡ୍ରଲ୍। ୱିଡ୍ରଲ୍ କଥା ଆପଣମାନଙ୍କର ଯଦି ଉଠୁଛି, ୱିଡ୍ରଲ୍ ଆପଣମାନେ କେଉଁ କ୍ଷେତ୍ରରେ ଉଠେଇ ପାରିବେ? ଦେଖନ୍ତୁ ସୁକନ୍ୟା ସମୃଦ୍ଧି ଯୋଜନା ଯୋଉଟାକି ଆକାଉଣ୍ଟ କରିବାର 15 ବର୍ଷ ଡିପୋଜିଟ୍ ପରେ 21 ବର୍ଷରେ ଆପଣମାନଙ୍କର ଫୁଲ୍ ମ୍ୟାଚୁରିଟି ହେଇଥାଏ। କିନ୍ତୁ ଯଦି ଝିଅର ବୟସ 18 ପ୍ଲସ୍ ହଉଛି ବା ଯେତେବେଳେ ଝିଅ ଆପଣମାନଙ୍କର 10th ପାସ୍ କରୁଛି, ସେ ସମୟରେ ଆପଣମାନେ ଡିପୋଜିଟ୍‌ର 50% ଯୋଉଟାକି ୱିଡ୍ରଲ୍ କରିପାରିବେ। ତାର ପାଠପଢ଼ା ଖର୍ଚ୍ଚ ପାଇଁ ଆପଣମାନଙ୍କର 50% ଏଠି ପ୍ରିମେଚ୍ୟୁର ୱିଡ୍ରଲ୍‌ର ବ୍ୟବସ୍ଥା ଆପଣମାନଙ୍କୁ ମିଳିବ। ତାପରେ ଦେଖନ୍ତୁ ଇଣ୍ଟରେଷ୍ଟ ଯୋଉଟାକି ମୁଁ କହିଲି, ଇଣ୍ଟରେଷ୍ଟ ଏଠି ଆପଣମାନଙ୍କର ପ୍ରତ୍ୟେକ ବର୍ଷ ଆପଣଙ୍କର ଇଣ୍ଟରେଷ୍ଟ କାଲକୁଲେଟେଡ୍ ହୋଇଥାଏ ଏବଂ 8.1% ଆପଣମାନଙ୍କର ଇଣ୍ଟରେଷ୍ଟ ବା ସୁଧର ହାର ବର୍ତ୍ତମାନ ସୁକନ୍ୟା ସମୃଦ୍ଧି ଯୋଜନାରେ ରହିଛି। ପ୍ରତ୍ୟେକ 3 ବର୍ଷରେ ପ୍ରତ୍ୟେକ 3 ମାସରେ ଥରେ ଆମର ଫାଇନାନ୍ସ ଡିପାର୍ଟମେଣ୍ଟ ତରଫରୁ ଯେଉଁ ରେଟ୍ ଅଫ୍ ଇଣ୍ଟରେଷ୍ଟ ଚେଞ୍ଜ କରାଯାଏ, ସେହି ହିସାବରେ ଏଇଟା ଆପଣମାନଙ୍କର କମ୍ ବେଶୀ ମଧ୍ୟ ହୋଇଥାଏ। କିନ୍ତୁ ବର୍ତ୍ତମାନର ଯେଉଁ ସୁଧର ହାର ରହିଛି ଏଇଟା 8.1 ରହିଛି। ତାପରେ ଦେଖନ୍ତୁ ପ୍ରିମେଚ୍ୟୁର କ୍ଲୋଜ୍ ଆପଣମାନେ ଆକାଉଣ୍ଟ ଖୋଲିଲା ପରେ କ'ଣ ଆକାଉଣ୍ଟକୁ କ୍ଲୋଜ୍ କରିପାରିବେ କି ନାହିଁ? ଆକାଉଣ୍ଟ କ୍ଲୋଜ୍ ହବ କିଛି ନିର୍ଦ୍ଦିଷ୍ଟ କାରଣ ରହିଛି। ଯେମିତିକି ଆକାଉଣ୍ଟ ହୋଲ୍ଡର ଯିଏ ରହିଛନ୍ତି, ବାପା ରହିଛନ୍ତି, ଗାର୍ଡିଆନ୍ ତାଙ୍କର ଡେଥ୍ ହେଲା, ସେ କ୍ଷେତ୍ରରେ ଆପଣମାନେ ଆକାଉଣ୍ଟକୁ କ୍ଲୋଜ୍ କରିପାରିବେ। ବା ଯେଉଁ ଝିଅର ଆପଣମାନଙ୍କର ଆକାଉଣ୍ଟ ଖୋଲିଛନ୍ତି ସିଏ ଯଦି ଆପଣମାନଙ୍କର କୌଣସି କାରଣରୁ ଡେଥ୍ ହେଲା, ତାହେଲେ ଏଇଭଳି କିଛି କେସ୍ ରହିଛି ଯେଉଁଥିରେ ଆପଣମାନଙ୍କର ଆକାଉଣ୍ଟକୁ କ୍ଲୋଜ୍ କରିହେବ। ତେଣୁ ମ୍ୟାଚୁରିଟି କଥା ଯଦି ଆମେ ଦେଖିବା, ଯୋଉଟାକି ମୁଁ ଆପଣମାନଙ୍କୁ କହିଲି, ଆକାଉଣ୍ଟ ଓପନ୍ କରିବାର 21 ବର୍ଷ ପରେ ଆପଣମାନଙ୍କର ମ୍ୟାଚୁରିଟି ହବ ବା ଝିଅ ଯେତେବେଳେ 18 ବର୍ଷରୁ ଅଧିକ ହବ, ସେ ସମୟରେ ଚାହିଁଲେ ଆପଣମାନେ ଏଟାକୁ କ୍ଲୋଜ୍ ମଧ୍ୟ କରିପାରିବେ। ଯଦି 18 ବର୍ଷ ପରେ ତାଙ୍କର ମ୍ୟାରେଜ୍ କରୁଛନ୍ତି, ତାହେଲେ ସେଠି ଚାହିଁଲେ ମଧ୍ୟ ଆପଣମାନେ କ୍ଲୋଜ୍ କରିପାରିବେ। କିନ୍ତୁ କ୍ଲୋଜ୍ କରିବାର ଗୋଟିଏ ମାସ ପୂର୍ବରୁ ଆପଣମାନଙ୍କର ଯୋଉଟାକି ଏଠି ଡିଟେଲ୍ସ ଦେବା ପାଇଁ ପଡ଼ିବ ବା ଫର୍ମ ଆପଣମାନେ ପୋଷ୍ଟ ଅଫିସରେ ସବମିଟ୍ କରି ନିଜର ଟଙ୍କା ୱିଥଡ୍ରଲ୍ କରିପାରିବେ। ଏଇଟା ଗଲା ସବୁକିଛି ଡିଟେଲ୍ସ। ଏବେ ଦେଖନ୍ତୁ ଆପଣମାନଙ୍କୁ ମୁଁ ମଧ୍ୟ ଇଣ୍ଟରେଷ୍ଟ କାଲକୁଲେସନ୍ ମାଧ୍ୟମରେ ଦେଖେଇବି। ମାସକୁ ଯଦି ଆପଣମାନେ ଗୋଟେ ଫିକ୍ସ ଆମାଉଣ୍ଟର ଟଙ୍କା ଡିପୋଜିଟ୍ କରୁଛନ୍ତି, ତାହେଲେ 21 ବର୍ଷରେ ଆପଣମାନେ କେମିତି 70 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ଏବଂ ସାଧାରଣ ଲୋକଟିଏ ଯଦି ମାସକୁ ଆପଣମାନଙ୍କର 500 ଟଙ୍କା ହିସାବରେ ଟଙ୍କା ଡିପୋଜିଟ୍ କରିବ ସୁକନ୍ୟା ଯୋଜନାରେ, ବର୍ଷକୁ ଆପଣମାନଙ୍କର 6,000 ବା ଯେଉଁମାନେ ମାସକୁ ଆପଣମାନଙ୍କର 1,000 ଟଙ୍କା ହିସାବରେ ବର୍ଷକୁ 12,000 ଟଙ୍କା ଡିପୋଜିଟ୍ କରିବା ପାଇଁ ଚାହୁଁଛନ୍ତି, ତ ସେମାନେ କେତେ ଟଙ୍କା ଇଣ୍ଟରେଷ୍ଟ ପାଇବେ ତାହା ମଧ୍ୟ ମୁଁ ଆପଣମାନଙ୍କୁ ଡିଟେଲ୍ସ ଦେଖେଇବି। ତା ପୂର୍ବରୁ ଦେଖନ୍ତୁ ଏଇ ଆକାଉଣ୍ଟ ଓପନ୍ କରିବା ପାଇଁ ଯେଉଁ ଆବଶ୍ୟକ ଡକୁମେଣ୍ଟ ଅନୁସାରେ ଝିଅର ବାର୍ଥ ସାର୍ଟିଫିକେଟ୍, 2 ନମ୍ବର ରହିବ ଆପଣଙ୍କର ଝିଅର ଆଧାର କାର୍ଡ଼, 3 ନମ୍ବର ଆପଣମାନଙ୍କର ଗାର୍ଡିଆନର ଆଧାର କାର୍ଡ଼, ପାନ୍ କାର୍ଡ଼ ଏବଂ ଗାର୍ଡିଆନର ଆପଣମାନଙ୍କର 3ଟି ପାସପୋର୍ଟ ସାଇଜ୍‌ର ଫଟୋଗ୍ରାଫ ନେଇ ଆପଣମାନେ ଯେକୌଣସି ପୋଷ୍ଟ ଅଫିସରେ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ ଓପନ୍ କରିପାରିବେ। ଏବେ ଆସନ୍ତୁ ଜାଣିବା ସୁକନ୍ୟା ସମୃଦ୍ଧି ଯୋଜନାରେ ଟଙ୍କା ଡିପୋଜିଟ୍ କଲେ ଆପଣମାନଙ୍କୁ କେତେ ବେନିଫିଟ୍ ମିଳିବ। ଏଠି ଦେଖନ୍ତୁ ଆପଣମାନଙ୍କର ରହିଛି ସୁକନ୍ୟା ସମୃଦ୍ଧି ଯୋଜନାର ଯୋଉଟାକି ଇଣ୍ଟରେଷ୍ଟ କାଲକୁଲେଟର।
ମିନିମମ୍ ଯଦି 250 ଟଙ୍କା ହିସାବରେ ଆପଣମାନେ ପ୍ରତ୍ୟେକ ମାସ ସୁକନ୍ୟା ସମୃଦ୍ଧି ଯୋଜନାରେ ଡିପୋଜିଟ୍ କରୁଛନ୍ତି, ତାହେଲେ 15 ବର୍ଷରେ ଆପଣମାନଙ୍କର ଟୋଟାଲ ଡିପୋଜିଟ୍ 45,000 ହବ। କିନ୍ତୁ ସୁଧ ଦେଖନ୍ତୁ ଯୋଉଟାକି ଡବଲରୁ ମଧ୍ୟ ଅଧିକ 93,647 ଟଙ୍କା କେବଳ ଆପଣମାନଙ୍କୁ 21 ବର୍ଷରେ ଏତିକି ସୁଧ ମିଳିବ ଏବଂ ଟୋଟାଲ ମ୍ୟାଚୁରିଟି ଭ୍ୟାଲୁ ଆପଣମାନେ ଦେଖନ୍ତୁ 1,38,000 ଅର୍ଥାତ୍ ଆପଣମାନଙ୍କ ଜମା ଉପରେ 3 ଗୁଣ ଏଠି ଆପଣମାନଙ୍କର ସୁଧ ଆପଣମାନଙ୍କୁ ବା ରିଟର୍ନ ଆପଣମାନଙ୍କୁ ମିଳିବ। ସେଇଭଳି ଯଦି ଆପଣମାନେ ଟାର୍ଗେଟ୍ ରଖିଛନ୍ତି ମାସକୁ 500 ହିସାବରେ ବର୍ଷକୁ ଯଦି 6,000 ଟଙ୍କା ଡିପୋଜିଟ୍ କରୁଛନ୍ତି, ତାହେଲେ ଟୋଟାଲ ଡିପୋଜିଟ୍ ଆପଣମାନଙ୍କର 90,000 ଟଙ୍କା ରହିବ। ତାପରେ ଇଣ୍ଟରେଷ୍ଟ ଆପଣମାନଙ୍କୁ 1,87,306 ଟଙ୍କା ଏବଂ ଟୋଟାଲ ମ୍ୟାଚୁରିଟି ଭ୍ୟାଲୁ ଆପଣମାନେ ଦେଖନ୍ତୁ ଯୋଉଟାକି 21 ବର୍ଷ ପରେ କେତେ ପାଇବେ 2,77,306 ଟଙ୍କା। ଏଇଟା ଗଲା ଯଦି ମାସକୁ ଆପଣମାନେ 100 ଆପଣମାନଙ୍କର 500 ଟଙ୍କା ରଖୁଛନ୍ତି। ସେଇଭଳି ଯଦି 1,000 ଟଙ୍କା ହିସାବ ଆମେ ଦେଖିବା ଟୋଟାଲ ଡିପୋଜିଟ୍ 1,80,000ରେ ଆପଣମାନଙ୍କର ଟୋଟାଲ ମ୍ୟାଚୁରିଟି ଭ୍ୟାଲୁ ଦେଖନ୍ତୁ ଯୋଉଟାକି 21 ବର୍ଷ ପରେ 5,54,613 ଟଙ୍କା। ଏଇଟା ଗଲା ଆପଣମାନଙ୍କ ସାଧାରଣ ହିସାବ। ସେଇ ହିସାବରେ ଆପଣମାନେ କରିପାରିବେ ଏବଂ ଯୋଉଟାକି ମ୍ୟାକ୍ସିମମ୍ ଯଦି ଆପଣମାନେ ଚାହୁଁଛନ୍ତି ଯେ ବର୍ଷକୁ 1,50,000 ଟଙ୍କା ଯୋଉଟାକି ଯୋଉମାନେ ପାରିବେ ସେମାନେ ରଖିପାରିବେ। 1,50,000 ଟଙ୍କା ଯଦି ଜଣେ ରଖୁଛି ତାହେଲେ ଟୋଟାଲ ତାଙ୍କର ଡିପୋଜିଟ୍ 15 ବର୍ଷରେ 22,50,000 ରହୁଛି। ତାର ଇଣ୍ଟରେଷ୍ଟ ଦେଖନ୍ତୁ 46,82,648 ଟଙ୍କା ଏବଂ ଟୋଟାଲ ମ୍ୟାଚୁରିଟି ଭ୍ୟାଲୁ 69,32,648 ଟଙ୍କା ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟରେ ଆପଣମାନେ ପାଇପାରିବେ। ତ ଯଦି ଆପଣମାନଙ୍କ ଘରେ ଝିଅଟିଏ ଅଛି ତାହେଲେ ନିହାତି ଆଜି ହିଁ ଆପଣମାନଙ୍କର ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟଟି ଓପନ୍ କରନ୍ତୁ ଏବଂ ଏହି ଭିଡ଼ିଓଟି ଆପଣମାନଙ୍କର ପରିବାରର ସମସ୍ତଙ୍କ ସହିତ ସେୟାର କରନ୍ତୁ ଯାହାଦ୍ୱାରା କି ସମସ୍ତେ ଏ ବିଷୟରେ ଅବଗତ ହେଇପାରିବେ। ଧନ୍ୟବାଦ।